এটা হলো ଆମର ମାନେ ଇଣ୍ଟରାକ୍ସନ କ୍ଲାସ। ଆପଣ ମାନେ ହେଲେ ସିନିୟର ବ୍ୟାଚ୍, ଆପଣ ଜୁନିୟର ମାନଙ୍କୁ କିଛି ନିଜର ଦୁଃଖ କଷ୍ଟ ଅନୁଭୂତି ଯାହା ସବୁ କଲେ ସେଟା ସବୁ କହିବେ, କଣ ସବୁ ଶିଖିଲେ, କଣ ସବୁ ଆଚିଭ କଲେ, କେତେ କଷ୍ଟ ସ୍ୱୀକାର କରିକି ସବୁ ନୋଟ କରିଛନ୍ତି, ଆଉ ସେଟା କେମିତି ଆପଣଙ୍କ ଫ୍ୟୁଚରରେ କେମିତି ସବୁ କାମରେ ଆସିବ। ଏଇ ମାନେ ଆଇଡିଆରେ ତିଆରି କରିଥିଲୁ ଯେ ଜଣେ ଜଣେ ମଠରେ ରହିକି 15-20 ବର୍ଷରେ ଯେତିକି ଶିଖିପାରୁନି ନିଜେ କଲେକ୍ଟ କରିବା, ଏସବୁ ଜିନିଷ ପଢିବା, ଏଠୁ କ୍ଲାସ ଶୁଣିକି ନୋଟ ବନେଇବା। ଆମେ ଚାହୁଁଥିଲୁ ଏମିତି ମାନେ ତିଆରି କରିଦେବୁ ଗୋଟେ ସିଷ୍ଟମ ଯୋଉଥିରେ କି ଜଣେ ମାତ୍ର 1-2 ବର୍ଷ ଭିତରେ ସବୁ କିଛି ଶିଖିଯିବ। ଯୋଉଟା କି ମଠରେ ରହିକି ଜଣେ 15-20 ବର୍ଷ ଶିଖିପାରୁନି, ଆକ୍ଚୁଆଲି ସେଇଟା ଠିକ କଥା। ଆପଣ ଲେବୁଲ 1 ଲେବୁଲ 2 ଖାଲି କରିସାରନ୍ତୁ, ଲେବୁଲ 3 କରିଦିଅନ୍ତୁ, ଆପଣ ଦେଖିବେ ନିଜେ ଏକ୍ସପେରିମେଣ୍ଟ କରିବେ। ଯଦି ମଠ ଭାଷାରେ 15-20 ବର୍ଷ ରହିଲେଣି ଆଉ ଆପଣ ଲେବୁଲ 3 କରିସାରିଲା ପରେ ଆପଣ ନିଜକୁ ଟେଷ୍ଟ କରିବେ ଯେ ଆପଣ କେତେ ଜିନିଷ ଜାଣିଥିବେ। ସେଇ ଟାଇପର ମାନେ ଆମର ଏଇଟା ଗୋଟେ ତିଆରି ହଉଛି। ପ୍ରଥମ ଲେବୁଲରେ ଆପଣ 30% ଶିଖିଗଲେଣି, ତାପରେ ଆସ୍ତେ ଆସ୍ତେ ଲେବୁଲ 3 ଲେବୁଲ 4 ତ ବହୁତ ହାୟର ହେଇଯିବ ସନ୍ନ୍ୟାସୀନ ଲେବୁଲ। ଲେବୁଲ 3 ଆମ ମାନଙ୍କ ପାଇଁ ବହୁତ ସଫିସିଏଣ୍ଟ। ତେଣୁ ଯେମିତି ସମୁଦ୍ରରେ ଲହଡି ଆସିଲା ଗୋଟେ ମାନେ ଠିଆ ହେଇ ପଡିଲା ମାନେ ସେ ଠେଲି କୁଆଡେ ନେଇ ଫୋପାଡ଼ି ଦେବନି। ସେଇଭଳିଆ ଦିନ ସେ ପରମାର୍ଥୀ ଗ୍ରୁପରେ ଥରେ ପ୍ରବେଶ କରିଗଲା ଆପଣ ଆଉ କିଛି ଟେନସନ ନେବାନି, ଖାଲି ଜବରଦସ୍ତି ଆଟେଣ୍ଡ କରିବାକୁ ପଡିବ। ଇଚ୍ଛା ଥାଉ ନଥାଉ, କଷ୍ଟ ହଉ, ନୋଟ ବନେଇବାକୁ ପଡିବ, ଏକ୍ଜାମ ଦେବାକୁ ପଡିବ। ଆଉ 1.5 ବର୍ଷ ବେଳକୁ ଆପଣ ପୁରା 15 ବର୍ଷର ପାଠ ପଢିକି ଯାଇଥିବେ। ତେଣୁ ସିଷ୍ଟମଟା ସେମିତି ତିଆରି ହେଇଛି। ଆପଣ ମାନେ ଆଗକୁ ପୁଣି ସେକେଣ୍ଡ ଲେବୁଲ ବି କରିବେ। ଆଉ ଫାଷ୍ଟ ଲେବୁଲ ସରିଲା, ଫାଷ୍ଟ ଲେବୁଲରେ ଆପଣ ମାନଙ୍କ ଭିତରେ ବି ମାନେ ବହୁତ ଭକ୍ତ ମାନେ ବି ଶୁଭକୃଷ୍ଣ ରାୟଣନ୍ଦ ପ୍ରଭୁ ସେ ବି ତାଙ୍କର ପାଠ ପଢା ସହ ଜବ ସହ ସବୁ ନିଜ ସମୟ ଦେଇ ବିଭିନ୍ନ ସବୁ ସେବାରେ ସବୁ ଏନଗେଜ ଥିଲେ ଆପଣମାନଙ୍କ ସେବାରେ। ଆଉ ଆପଣ ମାନେ ସବୁ ପାଠ ପଢାପଢି କରି ନୋଟ ବନେଇ ବହୁତ କଷ୍ଟ କରି ଆମମାନଙ୍କୁ ସବୁ ଏନଗେଜ ରଖିଲେ। ଏବେ ଆପଣ ନିଜ କିଛି ଏକ୍ସପିରିଏନ୍ସ କହିବେ। ଦଣ୍ଡବତ ପ୍ରଣାମ। ସମସ୍ତଙ୍କୁ ମୋର ବି ଦଣ୍ଡବତ ପ୍ରଣାମ। ପ୍ରଭୁଜୀ ପରମାର୍ଥ ମାନେ ପରିଚୟ କୋର୍ସ ବିଷୟରେ କଣ କହିବି ମତେ ଯଦି ରଖେ, ତେଣୁ ମୁଁ ଏତେ କହିପାରିବିନି। ମୋର କଣ ଅନୁଭୂତି ମୁଁ ସେଇଟା କେବଳ କହୁଛି। ପ୍ରଭୁଜୀ ମାନେ ମୁଁ ବିଶ୍ୱାସ କରନ୍ତୁ, ମୁଁ ଆ ପୂର୍ବରୁ ବହୁତ ଡିପ୍ରେସନ ଭିତରେ ରହୁଥିଲି। ଭଗବାନ ମତେ ସବୁ କିଛି ଦେଇଥିଲେ, କିନ୍ତୁ ଫିର ବି ମତେ ଲାଗୁଥିଲା ମୋର ବହୁତ କିଛି ଅଭାବ ଅଛି। ମାନେ ମୁଁ କଣ ଜନ୍ମ ହେଇଥିଲି ଖାଲି ଏଇ ରାନ୍ଧିବି ଖାଇବି ଘର ସଂସାର ଏଇ କାମ କରିବି, ମୋର ବଞ୍ଚିବା ବି କିଛି ଆବଶ୍ୟକ ନାହିଁ। କଣ ପାଇଁ ବଞ୍ଚିବି? ଯଦି ବଞ୍ଚିବି ସେ ପିଲାକୁ ଲାଳନ ପାଳନ କରିବି ବଞ୍ଚିବି, ଆଉ କଣ ସଂସାରରେ ଅଛି ଏମିତି ଭାବୁଥିଲି। ଆଉ ମୋର ବି ବହୁତ ଇଚ୍ଛା ଥିଲା କିଛି ଚାକିରି କରିବା ପାଇଁ, ଚାକିରି ବି ଯାଇପାରିଲିନି ପରିବାର ଛାଡିକି। ଆଉ ଯେବେଠୁ ମୁଁ ପରମାର୍ଥ ପରିଚୟରେ ଯୋଉ ମାନେ କ୍ଲାସ ଷ୍ଟାର୍ଟ କରିଛି, ମାନେ ମତେ ଗୋଟେ ନୂତନ ପ୍ଲାଟଫର୍ମ ମିଳିଯାଇଛି। ମାନେ ଏମିତିରେ ମୋ ଦିନ କେବେଟେ ଯାଉଛି ମୁଁ ବି ଜାଣିପାରୁନି। ମୁଁ ଭାବୁଛି 24 ଘଣ୍ଟାଟା ଯଦି 48 ଘଣ୍ଟା ହେଇଯାନ୍ତା ବୋଧେ ମୋର ସବୁ ଜିନିଷ ଫୁଲଫିଲ ହେଇଯାନ୍ତା। ମାନେ ଏମିତିରେ ମତେ ଲାଗେ। ଆଉ ଏମିତିରେ ପ୍ରଭୁଜୀ ମୁଁ କ୍ଲାସ ପାଇଁ ଏତେ ଇଣ୍ଟରେଷ୍ଟେଡ, ଆଉ ମତେ ବହୁତ ମାନେ ଆନନ୍ଦ ମିଳୁଛି। ପ୍ରଭୁଜୀ ମତେ ଯଦି ଏବେ ଜମା ଆସିକି ଡାକିବ, ମୁଁ କହିବି କି ନା ନା ମୋର ବହୁତ କିଛି ଜାଣିବାର ଶିଖିବାର ଅଛି, ମୁଁ ଏବେ ମରିବିନି, ଆଉ ମୁଁ ବଞ୍ଚିକି ରହିବି କିଛି ଦିନ। ମାନେ ବହୁତ କିଛି ଜାଣିବାର ଅଛି ପ୍ରଭୁଜୀ। ଆଉ ମତେ ତ ମାନେ ଲାଗିଲା କି ମୋର ଗୋଟେ ବର୍ତ୍ତମାନ ମୁଁ ଜାଣିଥିଲି ଗୋଟେ ଝିଅ ମାନଙ୍କର 2ଟା ପରିବାର ଥାଏ, ଗୋଟେ ବାପ ଘର ଗୋଟେ ଶ୍ୱଶୁର ଘରେ। ୟା ବାଦ ଆଉ ଗୋଟେ ପରିବାର ଅଛି, ମୁଁ ବି ସେଇଟା ଜାଣିନଥିଲି। ଯୋଉ କି ପରିବାର ତାକୁ ତ୍ୟାଗ କରିବାର ନାହିଁ, ଲାଇଫ ଲଙ୍ଗ। ଏମିତିରେ ବି ଯଦି ଆମେ କେହି ଗୋଲୋକ ବୃନ୍ଦାବନ ଯାଏ ସେଇଠି ବି ଭେଟ ହେଇଯିବା ସମସ୍ତେ, କି ଏଇ ଆମର ପରମାର୍ଥ ପରିଚୟରେ ଆସିଥିଲେ। କିନ୍ତୁ ମା କିଏ ସେଠି ଆମେ ଜାଣିପାରିବୁନି। ଜମାଳୟକୁ ଗଲେ ଇଏ ମୋ ମା କି ଇଏ ମୋ ବାପ, କିନ୍ତୁ ଆମ ପରମାର୍ଥ ପରିଚୟର ସଦସ୍ୟ ଯଦି ଆମେ କେହି ଉପରକୁ ଯିବା ସେଇଠି ଆମେ ଚିହ୍ନା ପରିଚୟ ହେଇଯିବୁ। କିନ୍ତୁ ୟାର ଏକ୍ସପାୟର ଡେଟ୍ ନାହିଁ, କି ଆମର ବିଦାୟ କାଳୀନ ସଭା ନାହିଁ। ଆଉ ମୁଁ ପାଠ ପଢିବା ଭିତରେ ପ୍ରଭୁଜୀ ବହୁତ ନୋଟ ବନେଇଛି, ସବୁ ଚଣାବାଲାକୁ ଦେଇକି ବୁଟ ଖାଇ ଦେଇଛି, କିଏ ବହି କିଏ ସାଙ୍ଗକୁ ଦେଇଦେଇଛି। କିନ୍ତୁ ୟାକୁ ପୁରା ମାନେ ପ୍ୟାର ସେ ଯତ୍ନର ସହକାରେ ମୁଁ ସାଥିକି ରଖିଛି। ଯେତେବେଳେ ମୁଁ ଜେଜେମା ହେଇକି ଉପରକୁ ଚାଲିଯିବି, ମୋ ନାତି ନାତୁଣୀ କହିବେ ମୋ ଜେଜେମା କିଛି ଗ୍ରନ୍ଥ ରଖିଦେଇ ଜାଣିଛନ୍ତି, ଇମ୍ପୋର୍ଟାନ୍ସ ଗ୍ରନ୍ଥ।
ମାନେ ତାଙ୍କ କାମରେ ବି ଆସିବ। ଆଉ ସେଇଥିପାଇଁ ତାକୁ ଭଲସେ ମନେଇଛି। ଆଉ ରହିଲା ମହାରାଜ, ଆମ ପରିବାରର ଜଣକ ଭଗବାନଙ୍କ ବିନା ଗଛର ପତ୍ରଟିଏ ପ୍ରଭୁଜୀ ହଲେନି, ଆମ ପରିବାରର ମୁଖ୍ୟ ହେଲେ ମହାରାଜ, ମହାପ୍ରଭୁ ସିଏ। ଆଉ ମୁଁ ଯାହା ବି ପରମାର୍ଥ ପରିଚୟକୁ ଆସିଲା ପରେ କୀର୍ତ୍ତନ ଆରାମସେ ଟିକେ ବୋଲି ପାରୁଛି। ଆଉ ସବୁଠୁ ବଡ କଥା, ଯେତେବେଳେ ମ୍ୟାରେଜ ହୁଏ କି କୌଣସି ପ୍ରୋଗ୍ରାମ ହୁଏ, ମୁଁ ଷ୍ଟାଚୁ ଭଳିଆ ଛିଡା ହେଇଥାଏ। କିନ୍ତୁ ଏଠି ମାନେ ଭଗବାନଙ୍କ କୃପାରୁ ଯେତେବେଳେ ଆମର କୀର୍ତ୍ତନ ହୁଏ, ପ୍ରଭୁଜୀ ମୋ ଗୋଡ ଆପେ ଆପେ ଉଠିଯାଏ। ଆଉ ମୁଁ ମାନେ ନିଜ ମୋ ପୁରା ଟୋଟାଲ ବଡିଟା ଷ୍ଟାଚୁ ଟା ବର୍ତ୍ତମାନ ହଲିବାକୁ ଷ୍ଟାର୍ଟ କଲାଣି। ଆଗକୁ ଆହୁରି ଡେଇଁବାକୁ ଚେଷ୍ଟା କରିବି। ଆଉ କଣ କହିବି ପ୍ରଭୁଜୀ, ବହୁତ ମାନେ ମତେ ଆନନ୍ଦ ଲାଗୁଛି। ଆଉ ଅପେକ୍ଷା କରିଛି କେବେ ପୁଣି ସେ କ୍ଲାସ ଆସିବ, ମାନେ ସକ୍ସମତ କ୍ଲାସ ଆରମ୍ଭ ହବ। ଆମର ମୁଁ ନୋଟ ବି ବହୁତ ଜଲ୍ଦି ଜଲ୍ଦି କାମ ସାରିଦିଏ, କେମିତି ମତେ ଟାଇମ ମିଳିବ ମୁଁ ନୋଟ ବନେଇବି। ଆଉ ପ୍ରଭୁଜୀ କଣ କହିବି, ବହୁତ ପ୍ରଭୁଜୀ ଆମର ଅଛନ୍ତି, ତାଙ୍କର ବି ଅନୁଭୂତି କହିବେ। ଆଉ ସେଥିପାଇଁ ମୁଁ ରହୁଛି। ଦଣ୍ଡବତ ପ୍ରଣାମ। हरे कृष्ण दंडवत प्रणाम प्रभु जी। दंडवत। समस्त भक्तमान को बहुत दंडवत प्रणाम। आउ द्वितीय कथाटा होची जंते संत्रासवादी में उत्पात होतांते एवं गवर्नमेंट मझिरे मझिरे गोटे नोटिफिकेशन जारी करे जे समस्त मुख्य स्रोत को पळे आसन आम समस्त को मुक्त कर देवा। सही टाइप रो ए जो 3 मासिया कोर्सटा हला, आम तो संत्रासवादी टाइप रो बुलुथिले, किंतु हमर डिक्लेरेशन हला जी जो स्रोत रे अछंती, जी जो कोनोसी कार्य रे अछंती, ई प्रोग्राम रे पळे आसो। महाराज को निर्देश हला मु सबुतिर मुक्त कर देबी। बदन महाराज को जो निर्देशटा हला बदे आम पाई बहुत बड़ सुवर्ण सुযোগ थिला। मुख्य स्रोत रे हमको शामिल कर दी किना हमर जेते दोष त्रुटि थिला सबको महाराज मुक्त कर देले। जदि बा मु मठ सहित 2013 मसिया जोड़ी हेची एवं मोर प्रत्येक कार्यक्रम तो महाराजंकर प्रत्यक्ष हो बा परोक्ष भावरे मु सब जिनिस तांको जणे कि ही करथाए। आउ ई सब कार्यक्रम भितरी ई जो हमर परमार्थ परिचयटा बहुत बड़ पूरा जोगेला, जहा राजीव प्रभु जो जीवन कथा जाके कहउथांती महाराज मानकर किंबा हमर जो 11टा आर्टिकल जो हरिनाम महात्म्य खुशी नहीं एटा जाके हम समस्त को तो नोट तो हे थाए ताकू नै कि प्रत्येक भागवत कथा रे आमे कहवाटा आरंभ कलु। तो लोक मन आउ थरे प्रीत ही गले एवं से मन मध्य तांकर आचरण उच्चारण रे बहुत बड़ परिवर्तन हे गला। जे जदि बा संसार रे अनेक गुड़िए हमर फिल्म गीतकार जाक अछंती, एमाने निजर सामाजिक प्रतिष्ठा पाई गीत कहि कि निजर पेट पालना पाई गीत गाउछंती। किंतु आमर जो भक्त मान अछंती, माताजी मान अछंती, संडे प्रोग्राम रे हो किंबा अलग जो प्रोग्राम जाक रे हो, जो हृदयस्पर्शी जो भजन कार्यक्रम जाक सब करूचंती, एटा तो परलौकिक कथा इठी मध्य काम देबो आउ आर सिठी मध्य चकाचक। तो आमे महाराज मान हमको एमती कार्य रे लिप्त करि दैचंती। तो इठी मध्य खुशी रे रहिवार बाटरा उन्मुक्त हो जाइछि एवं आर जन्म रे मध्य खुशी रे रहिवार बाटरा उन्मुक्त करा जाइछि। किंतु मते एठी भाई एबे बड़ टिके दुख लागुछि कि केते जल्दी हमर सेकंड प्रोग्राम ता आरंभ हबो। प्रकृत रे एटा हमर एई जन्मर बदे सुकृत नुह, पूर्व जन्म रे हमर जेते जम इथे संश्लिष्ट हे कि अछि एटा पूर्व जन्मर बहुत बड़ सुकृत फलर बदे हमर संगति हेछि। आ भगवान करंतु आपण तो चेष्टा करिसंती, मोर तो सामर्थ्य नहीं जे आपण मान को धन्यवाद देवार। आपण मान तो कृपा करंतु, आशीर्वाद करंतु, केमती केमती एमती जीवन हरिनाम करिके जीव एवं आम समस्तंकर पई उत्सर्गीकृत हवा समाज पई जेमती कि भगवान को अभिमुख समस्त को यात्रा करेबा। आ बोधान्य महाराज जेतले बोधान्य महाराज श्रीधर महाराज परी गुरु जदि हमको आपणे नेलेनी आर तापरे रमणी मोहन प्रभु, राजीव प्रभु एमान को परी लोक को जाई के थाई कि जदि हम उद्धार हबनी बोले हमर अपारगतार परिचय कहले अत्युक्ति हब नाही। एति कहि वाणी को विराम दउची। हरे कृष्ण, जय जगन्नाथ, समस्त को दंडवत प्रणाम। ज्ञानतिमिरान्धस्य ज्ञानाञ्जन शलाकया चक्षुर्निर्मलितं येन तस्मै श्रीगुरवे नमः। वाञ्छाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। हरे कृष्ण प्रभु। ए कोर्स हला कोर्स
ମାନେ ଆମକୁ ଏତେ ଆନନ୍ଦ ଖୁସି ଦେଇଛି ତାହା ଆମେ ଭାଷାରେ ମାନେ ପରିପ୍ରକାଶ କରିପାରିବୁନୁ। ସୁଖ କଣ, ତାପରେ ପ୍ରମାଣ କଣ, ଆଉ ସୁଖର ଉତ୍ସ କଣ, ଭଗବାନ କିଏ, ଆମେ ବାସ୍ତବ ଗୋଟେ ପୁଣି ଅବାସ୍ତବ ସୁଖ ଆମେ ଏ ବିଷୟରେ କିଛି ବି ଜାଣିନଥିଲୁ। ଏ ନାଁ ଶୁଣିଲେ ଆମକୁ ଏତେ ଖୁସି ଆନନ୍ଦ ଏସବୁ ସେ ଟପିକ ନାଁ ଶୁଣିଲେ ଆମ ପେଟ ଭିତର ହୃଦୟ ପୁରି ଆସେ। ଆଉ ଟପିକ ଭିତରେ ଯୋଉ ସବୁ ଜିନିଷ ବସ୍ତୁ ମାନେ ଅଛି ତାକୁ ତ ଶୁଣିଲେ ଆମକୁ ବହୁତ ଖୁସି ଲାଗେ। ଆମେ କ୍ଲାସ କରିବାକୁ ଏତେ ଇଣ୍ଟରେଷ୍ଟ ଲାଗେ ଆମକୁ, ମାନେ ନିଦ ଲାଗେନି। କେମିତି କ୍ଲାସ କରିବୁ, ତାପରେ ଜୁମ୍ କ୍ଲାସ କରିବୁ, ହରିନାମ କରିବୁ, ପ୍ରସାଦ ବନେଇବୁ, 4 ଟାଇମ ପ୍ରସାଦ ଦବୁ, କଣ କରିବୁ ବୋଲିକିରି ପୁରା ବ୍ୟାକୁଳ ରୁଟିନ ଅନୁସାରେ ସବୁ କରିବାକୁ ପଡେ। ଆଉ ତାପରେ ଏ ସବୁ ଜିନିଷ ଯାହା ହେଲା ଆମେ କହିଲୁ ଆମେ କୋର୍ସ କମ୍ପ୍ଲିଟ କରିବୁ ଆଉ ସାର୍ଟିଫିକେଟ ନବୁ। ତାପରେ ଗୁରୁଦେବ ଆମର ଆସନ୍ତେ ଯଦି ଭଲ ହୁଅନ୍ତା ଆମେ ସାର୍ଟିଫିକେଟ ନବୁ। ଯାହା ହଉ ମନରେ ଯାହା ବାଞ୍ଛା ଥିଲା ଗୁରୁଦେବ ବି ଆସିଲେ, ଆଉ ତାଙ୍କ ପ୍ରେଜେଣ୍ଟରେ ଆମକୁ ଦିଆଗଲା, ବହୁତ ଖୁସି ଲାଗିଲା। ଆଉ ରମଣ ମୋହନ ପ୍ରଭୁ ଯେ ଆମର ଏତେ ସୁନ୍ଦର ଭାବରେ ଟପିକ ସବୁକୁ ଆମକୁ ବୁଝେଇଲେ, ମାନେ ସେ ଏତେ ଛୋଟ କମ ବୟସରୁ ଆମକୁ ମାନେ ଯୋଉ ଭଳି ଜ୍ଞାନ, ମାନେ ସବୁ ହିନ୍ଦୀ ଏବଂ ବଙ୍ଗଳା ଭାଷାକୁ ଓଡିଆରେ ବ୍ୟାଖ୍ୟା କରିକିରି ଆମକୁ ବୁଝେଇଲେ। ଗୋଟେ ଜିନିଷକୁ ମାନେ ଯୋଉ ଭକ୍ତ ବାରମ୍ବାର ଗୋଟେ ଜିନିଷ ବୁଝିବାକୁ ଚେଷ୍ଟା କଲା, ସବୁ ମାନେ ଧୈର୍ଯ୍ୟର ସହ ନିଜେ ବୁଝେଇଲେ, ଏବଂ ଯିଏ ବି ମାନେ ପଚାରେନି ମନକୁ ସିଏ ବି ବାରମ୍ବାର ବାଧ୍ୟ କରିବେ ତମେ କୋଶ୍ଚିନ୍ କାଇଁ ପଚାରୁନ, ପଚାରିବା ପାଇଁ ଲେଖିକିରି ଆଣିବ, ଆଉ ତାହେଲେ ତମେ ପଢୁନ ଏଥିରୁ ଜଣା ପଡୁଛି। ଆଉ ମାନେ ତଥାପି ସେ ସବୁ ଜିନିଷରେ ଏତେ ସୁନ୍ଦର ଭାବେ ମାନେ ମା ବାପ ଯେମିତି ପିଲା ନ ଖାଇଲେ ତାଙ୍କର ମନ ଦୁଃଖ ହେଇ ବାରମ୍ବାର ହଉଛି ମୋ ପିଲା ଟା ଆଜି ଖାଇନି, ବାନ୍ତି କରିଦେଲା, କି ଖାଇବ ପେଟ ପୁରିନି, ଏସବୁ ଜିନିଷ ଫିଲ୍ କରେ। ସେ ସେଇଭଳି ଟାଇପ ର ମାନେ ପାଠ ସିନା ଆମକୁ ପଢାନ୍ତି, ଆମେ କେମିତି ସେ ଜିନିଷ ଟାକୁ ଧରିବୁ ଏବଂ ସେଥିରେ ଭଲ ଭାବରେ ଥର ହବୁ, ସେ ତାଙ୍କର ସେଥିପ୍ରତି ବହୁତ ଦୃଷ୍ଟି ଧ୍ୟାନ ଏବଂ ତର୍ଜମା କରନ୍ତି। ଆଉ ଆମକୁ ପୁରା ପ୍ରାଣପଣେ ଯେମିତି ଭଲସେ ଆମେ କରିବୁ, ସବୁ କୋର୍ସ ବୁଝିବୁ, ପଢିଆ ଘୋଷିଆ ତ ସେ ଅଲଗା କଥା, ଆମେ ବୁଝିବୁ ଜିନିଷଟାକୁ, ତତ୍ଵ ବୁଝିବୁ, ସେଥିପ୍ରତି ସେ ବେଶୀ ଧ୍ୟାନ ଦିଅନ୍ତି। ଆଉ ତାପରେ ଭାବୁଛି ଆଉ ମହାରାଜା ତ ପ୍ରତ୍ୟେକ ଜିନିଷକୁ ଗାଇଡ କରିବେ। ଆଉ ତାଙ୍କ ପ୍ରରୋଚନାରେ ଏବଂ ରମଣୀ ମୋହନ ପ୍ରଭୁଜୀ ଏବଂ ରାଜ ପ୍ରଭୁଜୀଙ୍କ ସମସ୍ତଙ୍କ ସକାଶେ ସବୁ କାର୍ଯ୍ୟ ସଫଳୀକୃତ ହେଉଛି। ଆମର ମହାରାଜାଙ୍କୁ ତ ଆମେ କହିବୁ ଓଡିଶାର ଯୋଉ ଆଧ୍ୟାତ୍ମିକ ଜ୍ଞାନ ଉପରେ ଯେମିତି ତାଙ୍କର ଉଦ୍ଦେଶ୍ୟ ରହିଛି, ମାନେ ଭକ୍ତ ମାନଙ୍କୁ ସକ୍ସେସଫୁଲ କରେଇବେ ବୋଲି, ତାଙ୍କୁ ତ ମଉଡମଣି କହିଲେ ଅତ୍ୟୁକ୍ତି ହେବନି। ଆଉ ସେଠି ଆମେ ଯୋଉ ଏକତ୍ରୀକରଣ ହେଲୁ ସବୁ ଷ୍ଟେଟ ର ଆସିଥିଲେ, ସବୁ ଜିଲ୍ଲାର ଆସିଥିଲେ ଭକ୍ତ ମାନେ ଦେଖିଲୁ କେତେ ଖୁସି ଆନନ୍ଦ, ଗୋଟେ ସୂତାରେ ଯେମିତି ମଣିବତ ଗୁନ୍ଥା ଯେମିତି ମାନେ ପ୍ରତ୍ୟେକ ଭକ୍ତ ଆମେ ଏକତ୍ରୀକରଣ ହେଲୁ, ଗୋଟିଏ ସୂତାରେ ଗୁନ୍ଥା ହେଲା ଭଳିଆ ଯେମିତି ଆମେ ଗୁରୁଦେବଙ୍କ ପାଖରେ, ଗୁରୁଦେବ ଆମ ସହିତ ଆମକୁ ଚିହ୍ନିଲେ ଏବଂ ଆମେ ଭକ୍ତ ମାନେ ତାଙ୍କୁ, ଶିଷ୍ୟ ମାନେ ତାଙ୍କୁ ଚିହ୍ନିଲୁ। ଆଉ ସବୁ ଭକ୍ତ ଆମର ରାଜ୍ୟ ପ୍ରଭୁଜୀ କହନ୍ତି, ଏମିତି ଚାଣ୍ଟିଂ କ୍ଲାସ ଦେଖୁଛ ଆଉ ସେଠି ଆସିଲେ ସମସ୍ତେ ଗଲା ଫେସ ଟୁ ଫେସ ଦେଖିବ, ବହୁତ ଖୁସି ଆନନ୍ଦ ସେୟାର କରିବା। ଆଉ ବହୁତ ଖୁସି ଲାଗୁଛି। ଆଉ ବିଶେଷ କହୁନି, ଏତିକି ଚାହୁଁଛି। ହରେ କୃଷ୍ଣ, ଦଣ୍ଡବତ ପ୍ରଣାମ। ବାଞ୍ଛା କଳ୍ପତରୁଭ୍ୟଶ୍ଚ କୃପା ସିନ୍ଧୁଭ୍ୟୈବ ଚ ପତିତାନାଂ ପାବନେଭ୍ୟୋ ବୈଷ୍ଣବେୟୋ ନମୋ ନମଃ। ହରେ କୃଷ୍ଣ 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 ହରେ ହରେ ରାମ ରାମ ରାମ। ହରେ କୃଷ୍ଣ। ବହୁତ ବଢିଆ। ସମସ୍ତେ ସୁଦେଇ ମାତାଜୀଙ୍କ ଉପରେ ଆମର ପ୍ରଭୁଜୀ ମହାରାଜ ମାନେ ସମସ୍ତେ ବହୁତ ସନ୍ତୁଷ୍ଟ। ତାଙ୍କର ଚେଷ୍ଟା ଦେଖିକି, ତାଙ୍କର ମାନେ ଡେଡିକେସନ ଦେଖିକି ସମସ୍ତେ ବହୁତ ସନ୍ତୁଷ୍ଟ। ଦଣ୍ଡବତ ପ୍ରଣାମ ପ୍ରଭୁ। ଦଣ୍ଡବତ। ପ୍ରଭୁ, ପ୍ରଥମ କଥା ମତେ ବହୁତ ଭଲ ଲାଗିଲା, କାରଣ କୌଣସି କାରଣ ବଶତଃ ଏପଟେ ଆସିଲା ପରେ ଆଉ ସେ ସାଧୁ ସଙ୍ଗ ମିଳୁନଥିଲା। କାରଣ ସକାଳେ ଯୋଉ ମର୍ଣ୍ଣିଂ ଚାଣ୍ଟିଂ କ୍ଲାସ ସେଇଟା କରିପାରିବାର ନାହିଁ। ସକାଳୁ ଉଠିବାଟା ବହୁତ ଅସୁବିଧା ହବ। ମତେ ପୂର୍ବରୁ ମହାରାଜ ଏଇ କ୍ଲାସ ବିଷୟରେ କହିଥିଲେ, ଏମିତି ଗୋଟେ କ୍ଲାସ ହବ ଶୁଭକୃଷ୍ଣ, ତମେ ଫ୍ରି ହବ, ସନ୍ଧ୍ୟାବେଳେ କରିବ, ଫ୍ରି ହବ, କରିପାରିବ? ନିଶ୍ଚୟ ମହାରାଜ, ସନ୍ଧ୍ୟାବେଳେ ନିଶ୍ଚୟ କରିବି। ତ ସାଧୁ ସଙ୍ଗ ମିଳିଲା, ଏତେ ବଢିଆ ସାଧୁ ସଙ୍ଗ ମିଳିଲା, ସ୍ୱପ୍ନାତୀତ, ଭାବି ହେଲେ ନଥିଲୁ।
ଆଉ ବହୁତ ସାରା କୋର୍ସ ବହୁତ ସାରା ଜାଣିଲୁ, କିନ୍ତୁ ସମୟ ପଡିଲେ ଆମେ ମାନେ ବହୁତ ଅଳ୍ପ ବୟସ ହେଇକରି ଆମେ ଆମର କୋଉଠି ବି ଆମର ପାରିଶ୍ରମିକ କମେଇ ଦେଇପାରୁ, କିନ୍ତୁ ଅନ୍ୟ ଯୋଉ ଭକ୍ତ ମାନେ ଯୋଉ ଏତେ ଅଧିକ ବୟସ ହେଲା ପରେ ମଧ୍ୟ ଏତେ ବିଜି ସେଡ୍ୟୁଲ ରହିଲା ମଧ୍ୟ କିଏ ପ୍ରଭୁଜୀ ପୋଲିସରେ ଅଛନ୍ତି, କିଏ ସେ ପ୍ରଭୁଜୀ 120 ନାମ ହାଟ କରୁଛନ୍ତି, ଏତେ ପରିଶ୍ରମ ଥିଲେ ବି ସେମାନେ ନିଜର ପରିଶ୍ରମ କରିକି ନିଜର 100% ଦଉଛନ୍ତି। ଆଉ ସମସ୍ତେ କହିଲା ହେଲା ମୁଁ ମଧ୍ୟ କହୁଛି ଆରଥର ମୁଁ ମଧ୍ୟ ନିଶ୍ଚୟ ଅଧିକ ପରିଶ୍ରମ କରିବି ଆଉ ଭଲସେ ଦିନ A+ ଗ୍ରେଡ ଆସିବ। ଆଉ ସମସ୍ତଙ୍କୁ ବହୁତ ଖୁସି ଲାଗିଲା, ମଠରେ ସମସ୍ତେ ଯାଇଥିଲୁ, ସବୁ ମାତାଜୀଙ୍କୁ ନିଜ ମାତାଜୀ ବୋଲି ଭାବିଲି, ଆଉ ମୋ ମାତାଜୀ ଯୋଗୁ ସମସ୍ତେ ମତେ ଚିହ୍ନିଛନ୍ତି, ତ ବହୁତ ଖୁସି ଲାଗିଲା ମତେ। ଆଉ ସମସ୍ତେ ଚିହ୍ନିଲେ, ଏମିତି ବିଶ୍ୱାସ କରିପାରିନଥିଲି ଏ ମାତାଜୀ ମାନଙ୍କୁ ଏତେ ଭଲସେ ଜାଣିପାରିବି ହେଲେ ମତେ ସମସ୍ତେ ଆଗରୁ ଏତେ ଆଗରୁ ଚାଣ୍ଟିଂ କ୍ଲାସ କରୁଛନ୍ତି, କେତେ କଣ ଜାଣିଛନ୍ତି, ମୁଁ କେମିତି କଣ କିଛି ଜାଣିବାର ନାହିଁ, କଣ କରିବାର ନାହିଁ, କେମିତି କରିବ କଣ କରିବ, କିନ୍ତୁ ପ୍ରଭୁଜୀ ମାନେ ନବୀନ କୃଷ୍ଣ ପ୍ରଭୁଜୀ ଏତେ ସୁନ୍ଦର, ସମସ୍ତଙ୍କ ମିଶିକି ଭଲ ଲାଗିଲା, ସୁନ୍ଦର ପ୍ରଭୁ ଏତେ ସୁନ୍ଦର ମିଶିବା ଲାଗିଲା। ଆଉ ସମସ୍ତଙ୍କ ଭଳିଆ ମୋର ଇଚ୍ଛା, ଯେମିତି ସମସ୍ତେ କହୁଛନ୍ତି କଣ କହିବି କହିକି ହେଲେ କହୁଛନ୍ତି, ସେମିତି ହେଲେ ମୁଁ ହେଲେ କଣ କହିବି ହେଲେ କିଛି ଆଉ ଆସୁନି, କିନ୍ତୁ ଧନ୍ୟବାଦ ଆପଣଙ୍କୁ, ଧନ୍ୟବାଦ ରମଣ ମୋହନ ପ୍ରଭୁଜୀ, ବିଶେଷ ଧନ୍ୟବାଦ, ମହାରାଜଙ୍କ କୃପା, ଅନନ୍ତ କୃପା, ଆଉ ସୁଯୋଗ ମିଳିଲା, ଅଧମକୁ ସୁଯୋଗ ମିଳିଲା, ଆଉ ନିଶ୍ଚୟ ପରିଶ୍ରମ କରିବି। ଆଉ ଯୋଉ ପାରମାର୍ଥିକ ସେବା ହେଇପାରୁନଥିଲା କିମ୍ବା ସେଥିପ୍ରତି ବେଳେ ବେଳେ କ୍ଷମା ମାଗି ଦଉଛି, ବ୍ୟସ୍ତ ଯୋଗୁ ହେଇପାରୁନଥିଲା, କିନ୍ତୁ ନିଶ୍ଚୟ ଚେଷ୍ଟା କରିବି ସେବା ପାଇଁ, ଆଉ ଆପଣଙ୍କ କୃପା ରହିଲେ ନିଶ୍ଚୟ ହେଇପାରିବ। ହରେ କୃଷ୍ଣ। ହରେ କୃଷ୍ଣ। ହରେ କୃଷ୍ଣ। ଆଜି ଜୁମ୍ କ୍ଲାସରେ ଉପସ୍ଥିତ ଥିବା ସମସ୍ତ କୃପାନୁଗ ଗୌଡୀୟ ଭକ୍ତବୃନ୍ଦକୁ ଦଣ୍ଡବତ ପ୍ରଣାମ, ଏବଂ ରାଜୀବ ପ୍ରଭୁ, ରମଣୀ ମୋହନ ପ୍ରଭୁ, ଆମ ଗୁରୁଦେବ ଏବଂ ପରମ ଗୁରୁଦେବଙ୍କ ପାଦରେ ମୋର କୋଟି କୋଟି ପ୍ରଣାମ। ଏ ଯୋଉ ପରମାର୍ଥ କୋର୍ସ 3 ମାସ ଧରି ହୋଇଥିଲା, ଆକ୍ଚୁଆଲି ତା ପୂର୍ବରୁ ମୁଁ କିଛି ପ୍ରସ୍ତୁତ ନଥିଲି, ଯାହା ହଉ ମୋବାଇଲରେ ସର୍ଚ୍ଚ କରି ଆମର ଯୋଉ ହଉଥିଲା ହରେ କୃଷ୍ଣ ଯୋଉ ପ୍ରାର୍ଥନା ଚ୍ୟାନେଲରେ ସେଠୁ ଫଲୋ କରି ଯାହା ପାଇଥିଲି, ଏବଂ ରାଜୀବ ପ୍ରଭୁ ସହିତ ପ୍ରଥମେ ମୋର କଣ୍ଟାକ୍ଟ ହେଇଥିଲା, ତାଙ୍କ ସହିତ ଯୋଡ଼େଇ ସେ ମଧ୍ୟ ଜଏନ୍ କରାଇଥିଲେ। ତାପରେ ଆସିଗଲା 3 ମାସିଆ କୋର୍ସ କଥା ଶୁଣିକିରି କାହାରି ଡର ଲାଗିଲା, ପୁଣି କୋର୍ସ କରିବାକୁ ପଡ଼ିବ, ପୁଣି ପରୀକ୍ଷା ଦେବାକୁ ପଡ଼ିବ, ପରୀକ୍ଷାର ନମ୍ବର ଯଦି କମିଯିବ ପୁଣି କଷ୍ଟ, ଶ୍ଲୋକ ପୁଣି ମନେ ରଖିବାକୁ ପୁରା ଟ୍ୟାକ୍ସ ଦିଆହେଉଥିଲା, ଯେମିତି ଆମେ ସ୍କୁଲରେ ମଧ୍ୟ ପିଲାମାନଙ୍କୁ ଦେଉଛୁ, ପିଲାମାନଙ୍କୁ ପଚାରିଲେ ଅଧେ ପିଲା ବି କହିପାରୁନଥିବେ, ଯିଏ କହୁଥିବ ତାଙ୍କର ଖୁସି, ଯିଏ ନ କହିପାରୁଥିବ, ଆମେ ନ କହିବା ପିଲା ଭିତରେ ଆମେ ସବୁ ରହିବୁ, କାରଣ ଆମେ ତ କୋର୍ସ ମନେ ରଖିବାଟା କଷ୍ଟ, ସମୟ ବି ଦେଇପାରୁନୁ, ତଥାପି ଯେତିକି କଥା ଏ 3 ମାସ ଭିତରେ 24/4 ଆରମ୍ଭ ହେଲା ଏବଂ ଏଣ୍ଡ ହେଲା ଆମର ଡିଷ୍ଟ୍ରିବ୍ୟୁସନ ହେଲା ଆମର ଏ ଯୋଉ 11/4 ବା 10/11 ଭିତରେ ଆମର ଯୋଉ ସରିଲା ଏଇ ଅଗଷ୍ଟ ମାସରେ, ସେ 3 ମାସ ସମୟ ତ ଗଲା, ଯାହା ବହୁ କଥା ଯାହାକି ଆମେ ଜୀବନରେ କେବେ ଜାଣିନଥିଲୁ ନା ଶିଖିନଥିଲୁ, କି ଏବେ ଭବିଷ୍ୟତରେ ମଧ୍ୟ ଆମେ ଜାଣିପାରିନଥାନ୍ତୁ, ସେ କଥା ସବୁ ଜାଣିପାରିଲୁ। ଯେତିକି ଜାଣୁଛୁ କିଛି ଅଂଶ ଜାଣିଲୁ, ଆମର ସୁଖର ଉତ୍ସ, ସୁଖ କଣ ଆମେ ଜାଣିବା, ସୁଖର ଉତ୍ସ ଯୋଉ ଟପିକ ସବୁ ଆମର ଆର୍ଟିକିଲ ଥିଲା, ଭଗବାନ ଅଛନ୍ତି କି ନାହାନ୍ତି, ଭଗବାନ କିଏ, ଏବଂ ମନୁଷ୍ୟ ଶରୀର ଯୋଉ ଦୁର୍ଲଭ ଶରୀର କଣ ପାଇଁ ହେଇଛି ବା ଦୁର୍ଲଭତା କାହିଁକି ଅଛି, ତା ଯୋଉ ସମ୍ପ୍ରଦାୟର ପ୍ରଣାଳୀ, ଆଉ ତା ସହିତ ଶାକାହାରୀ ମାଂସାହାରୀ, ତା ସହ ସାଧୁ ସଂଘ, ବୈଷ୍ଣବ ସଦାଚାର, ଶ୍ରୀ ହରିନାମ ମହିମା, ହରେ କୃଷ୍ଣ ମହାମନ୍ତ୍ର ଏବଂ ନାମ ଅପରାଧ, ଆକି ପୁରା ସୁନ୍ଦର ସୁନ୍ଦର କଥା ଯୋଉ କିଛି ଶିଖିଲୁ, ଯାହା ଆମେ ଶିଖିଲୁ ପରମାର୍ଥ ବିଷୟରେ, ସେ ପ୍ରକୃତରେ ପରମାର୍ଥ ପରିଚୟ, ସେ ପରିଚୟ ପ୍ରକୃତରେ ଆମେ ଯୋଉ ଅର୍ଥ ରୋଜଗାର କରୁଛୁ, ଟଙ୍କା ପଛରେ ଗୋଡଉଛୁ, ମାନସିକ ଅଶାନ୍ତି, କେବେ ବି ଶାନ୍ତି ମିଳୁନି। ତେଣୁ ପରମ ଅର୍ଥ ଏଇ ଯୋଉ ପରିଚୟ କୋର୍ସ କରିବା ଦ୍ୱାରା ବାସ୍ତବର ଶାନ୍ତି ଆମେ ମିଳିପାରୁଛୁ, ବାସ୍ତବ ଶାନ୍ତି, ଏବଂ ବାସ୍ତବ ଆମେ ଦୁନିଆ ବିଷୟରେ ଜାଣିପାରିଲେ ବା ଆମେ ଭଗବାନଙ୍କ ବିଷୟରେ ଜାଣିପାରିଲେ, ଆମେ ସମସ୍ତଙ୍କୁ ଭଗବାନ ବୋଲି କହୁଛୁ, ସମସ୍ତଙ୍କୁ ସୁଖ ଏଥିରେ ଅଛି, ଧନ ପାଇବାର ସୁଖ ଅଛି, ଅମକ ଅନ୍ୟ କଥାରେ ମଧ୍ୟ ସୁଖ ଅଛି, କିନ୍ତୁ ବାସ୍ତବ ସୁଖ କଥା ଆମେ ଜାଣିନଥିଲୁ, ବହୁ କଥା ଏବଂ ସମ୍ପ୍ରଦାୟ ଅନେକ କଥା ଶିଖିଲୁ। ଯାହା ହଉ ଟ୍ୟାକ୍ସ ଆମେ ପରୀକ୍ଷା ଦେଲୁ, ଅନେକ ତ୍ରୁଟି ରୁହେ, ଆଉ ଶ୍ଲୋକ କହିଲା ବେଳେ ଟିକେ କଷ୍ଟ ହୁଏ, ମନ ତ ରହୁନି, ଗୋଟେ ଶ୍ଲୋକ ପଢିଗଲା ବେଳକୁ ପୁଣି 2 ଦିନ ପରେ ପୁଣି ସେଇ ମୂଳରୁ ପାଇଲେ ପୁଣି ସେ ହେଇପାରୁନି। ତେଣୁ ଯାହା ହଉ ଏ ବହୁତ ଖୁସିର କଥା, ଏଥିରେ ମୁଖ୍ୟତଃ ମହାରାଜ ମଧ୍ୟ ବହୁତ ଚେଷ୍ଟା କରୁଛନ୍ତି, ଏବଂ ରମଣୀ ମୋହନ ପ୍ରଭୁ
ଯାଉ ଏତିକି କହି ମୁଁ ମୋର ବାଣୀ ବିରାମ ଦଉଛି। ତ ବାଞ୍ଛା କଳ୍ପତରୁଭ୍ୟଶ୍ଚ କୃପା ସିନ୍ଧୁଭ୍ୟଃ ଚ ପତିତାନାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମୋ ନମଃ। ହରେ କୃଷ୍ଣ। ସମସ୍ତ ଭକ୍ତ ମାନଙ୍କୁ ଦଣ୍ଡବତ ପ୍ରଣାମ। ତ ମୁଁ ମାନସିକ ସ୍ତରରେ କିଛି ପ୍ରସ୍ତୁତ ହେଇନି, ତ ବହୁତ ଖୁସି ଅଛି। କାହିଁକି ନା ଆଜି ଆମକୁ ମନ ଖୋଲି କିଛି କହିବାର ଅଛି। ତେଣୁ ଯେତେବେଳେ ପ୍ରଥମେ ମତେ ସୁଯୋଗ ମିଳିଲା ତ କୋଉ ପଟୁ ବର୍ଣ୍ଣନା କରିବି ନା, ଯେହେତୁ ଆମେ ମାତାଜୀ ମାନେ ବିଶେଷ କରି ପ୍ରଭୁଜୀ ମାନେ ଆମେ ସମସ୍ତେ ପରସ୍ପରକୁ ଆଦାନ ପ୍ରଦାନ କଲେ ଶ୍ରୀକ୍ଷେତ୍ର ଆମର ରାଧା ଦାମୋଦର ଗୌଡୀୟ ମଠରେ। ଆଉ ସେଇଠି ଆମେ ମନ ଖୋଲି ମିଶିବାର ବା ପର୍ଯ୍ୟାପ୍ତ ସମୟ ପାଇଲେ ପରସ୍ପର କଥା ହେବା ପାଇଁ। ତ ସେଟା ଗୋଟେ ପ୍ରଥମ ପରିଚୟ ହେଲେ। ତ ଆମେ ନିଜକୁ ନିଜେ ପରିଚୟ ସୃଷ୍ଟି କଲେ କିପରି ନା, ଯୋଉ 11ଟି କୋର୍ସ ଆମକୁ ବା ଯୋଉ 11 ଟପିକ ଆମକୁ ଆମେ ପଢିଲେ, ପ୍ରଥମ ହଉଛି ଆମର ସୁଖର ଅନୁସନ୍ଧାନ, ତ ଶେଷ ପର୍ଯ୍ୟନ୍ତ ନାମ ଅପରାଧ ପର୍ଯ୍ୟନ୍ତ, ଆଉ ଯୋଉ ଦାମୋଦର ମଠରେ ମହାରାଜାଙ୍କର ପ୍ରତ୍ୟକ୍ଷ ଅବଦାନରେ ଯୋଉ ଅର୍ଚ୍ଚନା, ଆଉ ଯୋଉ ଆମକୁ ସେ ଅର୍ଚ୍ଚନା ବିଷୟରେ ତ ଆମେ ଆଗରୁ କିଛି ଶିଖିଥିଲେ, ତାପରେ ପ୍ରତ୍ୟକ୍ଷ ଭାବରେ ଆମେ ଶିଖିଲେ, କିନ୍ତୁ ବହୁତ ମତେ ଆନନ୍ଦ ଲାଗିଲା ଯୋଉ ଆମକୁ ଶିଖେଇଲେ ସେ ଗୋଟେ ଭକ୍ତର ଦୈନନ୍ଦିନ ବ୍ୟବହାର, କୋଉ ବ୍ୟବହାର ମାଧ୍ୟମରେ ଆମେ ପ୍ରଚାର କରିବା, ଆମର ନିଜର ନମ୍ର ବିନମ୍ର ବ୍ୟବହାର, ମଧୁର ସମ୍ପର୍କ, ସୁମଧୁର ଭାଷାରେ କିପରି ଆମେ ଅନ୍ୟକୁ ବାନ୍ଧି ରଖିବା, ଯାହାକି ଜଣେ ଭକ୍ତ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏତିକି ମୁଁ କହିପାରେ, ଯେହେତୁ ଆମେ ପରମାର୍ଥ ଲାଇଫରେ ବା ପରମାର୍ଥରେ ଆମେ ଯୋଡି ହେଇଛେ, ଆମର ଭାଷା ବିନୟ ସମ୍ପନ୍ନ ହେବା କଥା, ଆମର ରୁଚି ବେଶ ପରିପାଟି ଆମର ପାରମ୍ପରିକ ରୀତି ହେବା କଥା, ଆଉ ଆମର କଥାଟା ଶାଳୀନତା ସହକାରେ, ଯେହେତୁ ସେ ବୈଷ୍ଣବ ଆମେ ଏତେ ମାଧୁର୍ଯ୍ୟ କାଦମ୍ବିଠୁ ଆରମ୍ଭ କରିକିରି ବହୁତ କଥା ଆମେ ମହାରାଜଙ୍କୁ ଶିଖିଲେଣି ବା ଶିଖୁଛେ। ତେଣୁ ତାକୁ ଆମେ ଦୈନନ୍ଦିନ କାମରେ ଲଗେଇବା, କେବଳ ଯେ ମହାରାଜଙ୍କ ପାଖରେ ହାଁଜି ହାଁଜି କରିବା ଆଉ ଆମର ଦୈନନ୍ଦିନ ଜୀବନରେ ଆମେ କରିବାନି, ତା ଠିକ ନୁହଁ। ତେଣୁ ନିଜର ପରିଚୟ ହଉଛି ନିଜେ। ଯଦି ଜଣେ କୃଷ୍ଣ ଭକ୍ତ ଜଙ୍ଗଲରେ ଥାଏ, ସେ ଜଙ୍ଗଲ ମଧ୍ୟ ତା ପରିବେଶକୁ ସେ ସୃଷ୍ଟି କରିବ, କାରଣ ତାର ବେଶ ପରିପାଟି, ପୋଷାକ, ଆଚରଣ, ବ୍ୟବହାର ସବୁକିଛି ତାର ପରିମାର୍ଜିତ ହୋଇଥାଏ ଏବଂ ନିଜକୁ ନିଜେ ସେ କୃଷ୍ଣ ଭକ୍ତ ବୋଲି ପରିଚୟ ଦେଇଥାଏ। ତେଣୁ ତ ବର୍ତ୍ତମାନ ସୋସାଇଟିରେ ଆପଣ ମାନେ ଜାଣିଛନ୍ତି ସବୁ ମହଙ୍ଗା ଅଛି, ତା ଭିତରେ ହସ ହଉଛି ବହୁତ ବଡ ମହଙ୍ଗା। ତେଣୁ ଆମେ ଆଜି ହସିବା, ହସକୁ ଅନ୍ୟକୁ ବାଣ୍ଟିବା ପରମାର୍ଥ ପରିଚୟ ମାଧ୍ୟମରେ, ଯାହାକି ଆମେ ଶିକ୍ଷା ଲାଭ କରିଛେ ମହାରାଜଙ୍କ ଠାରୁ ବା ରାଧା ଗୋବିନ୍ଦ ପ୍ରଭୁ ପ୍ରତ୍ୟେକ ଦିନ ଆମ ପାଇଁ ଯୋଉ ସୁନ୍ଦର ସୁନ୍ଦର ସବୁ ପ୍ରୋଜେକ୍ଟ ବନଉଛନ୍ତି, ତାଙ୍କୁ ଆମେ ଅଶେଷ ଅଶେଷ ଧନ୍ୟବାଦ ଦେବା। ଆଉ ଯାହା ଆମେ ଶିଖିଲେ ଅନ୍ୟକୁ ବାଣ୍ଟିବା ଖୁସି ମାଧ୍ୟମରେ, ପ୍ରଚାର ମାଧ୍ୟମରେ। ଖୁସି ଗୋଟେ ଏମିତି ଏକ ଜିନିଷ, ନିଜେ ମନେଇବା ଆଉ ଅନ୍ୟକୁ ବାଣ୍ଟିବା। ତେଣୁ ନିଜେ ଖୁସିରେ ରହିବା, ଅନ୍ୟମାନଙ୍କୁ ଆମେ ଖୁସିରେ ରଖିବା। ତ ଇଏ ଗଲା ଆମର ସାଧାରଣ କଥା। ଆଉ ଆମେ ଯୋଉ ପରମାର୍ଥ ପରିଚୟରେ ଆମେ ଯୋଗଦାନ କରିଛେ, ତାକୁ ଆମେ ଗୋଟିଏ ଷ୍ଟେପ ପରେ ଗୋଟିଏ ଷ୍ଟେପ ଆମେ ଆଗକୁ ଯିବା। ଆଉ ଏ ଯୋଉ ଦିବ୍ୟ ଅନୁଭୂତି ବା ଦିବ୍ୟ ବାର୍ତ୍ତାକୁ ଆମେ ଯଦି ଜଣଙ୍କ ପାଖରେ ପହଞ୍ଚ କରିବା, ଯେମିତି ଆମେ ସମସ୍ତେ ପ୍ରଚେଷ୍ଟା କରିବା ଯେ ଆଗାମୀ ଯୋଉ ପରମାର୍ଥୀ ପରିଚୟ କୋର୍ସ ଆମର ଆରମ୍ଭ ହେବ ଖୁବ ନିକଟରେ, ଆମ ରିଲେଟିଭ ମାନଙ୍କୁ ଆମେ ତାଙ୍କୁ ପ୍ରିଚିଂ କରି ପୁଣି ଜଣେ ଜଣେ ନୂଆ ନୂଆ ଭକ୍ତଙ୍କୁ ଆମ ମାଧ୍ୟମରେ ଆମେ ଜଏନ କରିବା ପାଇଁ ସୁଯୋଗ ଦେବା। ଅହଂ ହରେ ତବ ପାଦେ କମୂଳ ଦାସ ଭବିତାସ୍ମି ଭୂୟଃ ମନସ୍ମରେତେ ଆସୁ ପତେର୍ଗୁଣାନଂ ବୃଣୀତ ବାକ କର୍ମ କରୋତି କାୟ। ତେଣୁ ଏତିକି କହି ସମସ୍ତଙ୍କଠୁ ବିଦାୟ ନେଉଛି। ସମସ୍ତେ ହସନ୍ତୁ, ହସକୁ ବାଣ୍ଟି ଚାଲନ୍ତୁ ଏଇ ପରମାର୍ଥ ପରିଚୟ ମାଧ୍ୟମରେ। ଯେହେତୁ ଆମେ ସମସ୍ତେ ଗୋଟିଏ ଗ୍ରୁପରେ ଅଛେ, ଗୋଟେ ପରିବାର ହେଇଛି। ବାଂଛା କଳ୍ପତରୁଭ୍ୟଶ୍ଚ କୃପା ସିନ୍ଧୁଭୈବ ଚ ପତିତାନାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମୋ ନମଃ। ହରେ କୃଷ୍ଣ। ये तो कष्ट नहीं, ये तो मते तो पारमार्थ विषय किसी भी जଣା नथिला। तो ये गोटे एमती एक अनुभूति जहाँ स्कूल बेलर आज जाए पढ़ी पढ़ी खाली गोटे पढ़ा गोटे बोझ करके ही लगुला, किंतु ये गोटे एमती गोटे सुंदर सिलेबस, सुंदर पाठ पढ़ा
ଯୋଉଥିରେ କି ମନ ଖାଲି ଖୁସି ହଉଥିଲା ବାସ୍ ନେକ୍ସଟ ଟାଇମ ପଢି ଚାଲ ଯାହା ଆସୁ ନ ଆସୁ। ବହୁତ ସୁନ୍ଦର ଥିଲା। ଗୁରୁ ମହାରାଜ ଏବଂ ଶ୍ରୀପାଦ ରମଣୀ ମୋହନ ପ୍ରଭୁଜୀ ଏବଂ ଆପଣଙ୍କ ଗାଇଡାନ୍ସ ରେ ଯେତିକି ବି ପରମାର୍ଥ ଜ୍ଞାନ ଅର୍ଜନ କରିଛି ତାକୁ ମୁଁ ମୋ ଜୀବନରେ ପ୍ରଚାର ପ୍ରସାର କରିବା ପାଇଁ ନିଶ୍ଚିନ୍ତ ରୂପରେ ଚେଷ୍ଟା କରିବି। ଏଥିରେ ସବୁଥିରୁ ଏ କୋର୍ସ ଭିତରେ ସ୍ପିଡ ବୁଷ୍ଟର ଥିଲା ସାଧନା ରିପୋର୍ଟ। ସାଧନା ରିପୋର୍ଟ ପୁରା କାଟାଲିଷ୍ଟ କରି ହିଁ ଥିଲା। ଗୋଟେ ବର୍ଷ ଭିତରେ ମୁଁ ଗୋଟେ ମାଳ 4 ମାଳ ମାତ୍ର ହିଁ ଜପି ପାରୁଥିଲି, ଟାଇମ ହିଁ ହଉନଥିଲା। କିନ୍ତୁ ଏ କୋର୍ସ 3 ମାସ ଭିତରେ ସିଏ ଆସି 16ରେ ପହଞ୍ଚିଛି ବାସ୍ ଆପଣ ମାନଙ୍କ କୃପାରୁ ହିଁ। ଆଉ ସବୁ କିଛି ଟାଇମ ମ୍ୟାନେଜ ହିଁ ହେଇଯାଇଛି, ପାଠ ପଢା ସହିତ ଘରର ଯେତିକି ବି କିଛି ପାଠ ପଢା ପାରମାର୍ଥିକ ଜ୍ଞାନ ସବୁର ଟାଇମ ବାସ୍ ଆପେ ଆପେ ହିଁ ବୈଷ୍ଣବ ମାନଙ୍କ କୃପାରୁ ହିଁ ମିଳିଯାଇଛି ସବୁ। ପ୍ରକୃତରେ ସାଧୁ ସଂଘର ବହୁତ କିଛି ମହିମା ଯୋଉଟା ପ୍ରାକ୍ଟିକାଲି ହିଁ ମତେ ଫିଲ୍ ହେଇଗଲା। ଆଉ ବାସ୍ ଆପଣ ମାନଙ୍କ କୃପା ଥାଉ ଏମିତି ପାରମାର୍ଥିକ ଜ୍ଞାନରେ ମୁଁ ଆଗକୁ ଆଗକୁ ବଢି ଚାଲେ, ସେତିକି ମୋର କଥାକୁ ବିରାମ ଦେଉଛି। ହରେ କୃଷ୍ଣ। ପ୍ରଣାମ ପ୍ରଭୁଜୀ। ପ୍ରଣାମ। ଆଜିର ଜୁମ୍ କ୍ଲାସରେ ଉପସ୍ଥିତ ସମସ୍ତ ବୈଷ୍ଣବ ମାନଙ୍କୁ ମୋର ପ୍ରଣାମ। ଅନୁଭୂତି କହିବା ପୂର୍ବରୁ ଏତିକି କହୁଛି ଯେ ଯେହେତୁ ମୁଁ ଗୋଟେ ପ୍ରାଇଭେଟ ସ୍କୁଲରେ କାମ କରୁଛି, ସେଠି ଛୁଟି ବହୁତ କମ ମତେ ମିଳେ। ତ ଯେତେବେଳେ ଶୁଣିଲି ଯେ ସେ 11 ତାରିଖ ଦିନଟାକୁ ମୁଁ ନ ଯିବା ପାଇଁ ଯିଏ ଥିଲେ ଜଣେ ଗୁରୁମା ପ୍ରମୁଖ ଥିଲେ, ତା ପୂର୍ବରୁ ତାଙ୍କୁ ବହୁତ ତାଙ୍କର କାମ କରୁଛି, ତାଙ୍କୁ ବହୁତ ପ୍ଲାନ୍ ପକେଇଛି ମୋ ନାଁଟା ଦବନି ଏମିତି କହି ସେ ମୋ ନାଁ ଦେଲେନି। କିନ୍ତୁ ଶନିବାର ଦିନ ମତେ ଆଉ ସେ ଛାଡିଲେନି, କହିଲେ ଏତିକ ସାରିକି ତମେ ଯିବ। ମୁଁ ସେ ସ୍କୁଲରେ କାମ କରୁଥିଲି ବି ମୋ ମନ ସେଠି ଜମା ଲାଗୁନଥିଲା। ବାର ଦେଖୁଥିଲି ଶ୍ରୀ ପରମାର୍ଥୀରେ କଣ ମେସେଜ ଆସିଛି, ରାଜପ୍ରଭୁ କଣ ଭଏସ ରେକର୍ଡ ପଠଉଛନ୍ତି ସବୁ ଦେଖୁଥିଲି। ପୁଣି ସେଠୁ ମେସେଜ କଲି ଯେ ପ୍ରଭୁଜୀ ସ୍କୁଲରେ ଅଛି ଆଉ ଯିବାକୁ ଲେଟ୍ ହବ। ପୁଣି ପ୍ରଭୁଜୀ କହିଲେ ମେସେଜ ଦେଲେ 6ଟା ସୁଦ୍ଧା ଆସନ୍ତୁ। ମତେ ସ୍କୁଲରୁ ଆସିବାକୁ ବି 6ଟା ହେଇଗଲା। ବହୁତ ମନେ ପଡୁଥିଲା, ବହୁତ ମୁଁ ଜାଣିଥିଲି ଆଗରୁ ସେଡ୍ୟୁଲ ଅଛି, ମହାରାଜ କଥା କରିବେ, ଗୁରୁଦେବ ଆସିଛନ୍ତି କଥା ହବ, କିଛି ବି ମୁଁ ଭାଗ ନେଇ ପାରିଲିନି। ତଥାପି 6:30ରେ ଆସିଲି। ମୁଁ କହିଲି ଯିବି ନା ଯିବିନି ଭାବିଲି, ପୁଣି କହିଲି ନାଇଁ ମୁଁ ଯିବି ଯେମିତି ହେଲେ। ସେଠି ଭକ୍ତମାନଙ୍କ ସହିତ ମୋର ଦେଖାହବ, ଗୋଟେ ରାତି ତାଙ୍କ ସହିତ କଟେଇ ପାରିବି, ମଙ୍ଗଳାରତି ଦର୍ଶନ କରିବି, ସାଧୁଗୁରୁ ବୈଷ୍ଣବ ଦର୍ଶନ କରିବି। ପହଞ୍ଚିବାକୁ ବହୁତ ଲେଟ୍ ହେଇଗଲା। ଆଉ ଆନନ୍ଦ ତ ସେଇ ଆନନ୍ଦ ତ ଦିବ୍ୟ ଆନନ୍ଦ, ସେଇ ଆନନ୍ଦକୁ ଭାଷାରେ ବର୍ଣ୍ଣନା କରିହବନି। ଆଉ ଦ୍ୱିତୀୟ ଏକ୍ଜାମ ପାଇଁ ମୁଁ ଭଲ ଭାବରେ ଚେଷ୍ଟା କରିବି। ଆଉ ଏତିକି କହିକି ମୋର ବାଣୀକୁ ବିରାମ ଦଉଛି। ବାଞ୍ଚା କଳ୍ପତରୁଭ୍ୟଶ୍ଚ କୃପା ସିନ୍ଧୁ ଭୈବଚ ପତିତାନାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ। पंचकल्पतरुभ्यश्च कृपा सिन्धुभ्यश्च च पतितानां पावनेभ्यो वैष्णवेभ्यो नमो नमः। ମୁଁ କଣ କହିବି, ସମସ୍ତେ ତ କହି ଚାଲିଛନ୍ତି, ତେଣୁ ମୁଁ ଆଉ କଣ କହିବି ସେ କଥା ଭାବୁଛି। ତେଣୁ ଆପଣଙ୍କ କଥାଟା ମୁଁ କହିଦଉଛି। ଆଜ୍ଞା ଆପଣ କିଛି କୁହନ୍ତୁନି, ଆପଣଙ୍କ କଥାଟା ମୁଁ କହିଦଉଛି। ଆମର ପ୍ରଭୁ ଯିଏ ହେଲେ କମିଶନର ପୋଲିସରେ, ସିଏ ଅଛନ୍ତି ସ୍ପେଶାଲ ସ୍କ୍ୱାଡ। ତାଙ୍କର କେତେବେଳେ ଯେ ଡ୍ୟୁଟି ଆସିବ, ରାତି ଅଧରେ କେତେବେଳେ ଡ୍ୟୁଟି ଆସିବ କିଛି ଠିକଣା ନାହିଁ। ସେ କୁଆଡେ ଯେ ଯିବେ ବାଇକ୍ ଧରିକି, କାରରେ ଗାଡି ନେଇକି କୁଆଡେ ବୁଲିବେ, କୋଉଠୁ ଚୋର ଧରିବେ, କୋଉଠୁ କଣ କରିବେ। ତଥାପି ସିଏ ଭୁବନେଶ୍ୱର ନାମ ମଠର ସମ୍ପୂର୍ଣ୍ଣ ଦାୟିତ୍ୱ, ସିଏ ଆମର ପ୍ରମୋଦ ପ୍ରଭୁ। ତାପରେ ତା ସାଙ୍ଗରେ ପରମାର୍ଥୀ କୋର୍ସ ପାଠ ପଢି ଅଫିସକୁ ନେଇକି ଯାଆନ୍ତି, ସେଠି ବସି ନୋଟ ବନାନ୍ତି। ମୁଁ ତ ଜାଣିନି, ମତେ ମାତାଜୀ ଯାହା କହିଲେ ନୋଟ ଫୋଟ ବନେଇ ସେ କ୍ଲାସ ଦେଇ ଏକ୍ଜାମ ଦେଇ, ତାଙ୍କ ଭଳିଆ ବିଜି ଲୋକ ସେ ପୁଣି ଏସବୁ ଜିନିଷ କରିବାଟା ଭାରି କଷ୍ଟକର। ତଥାପି ସେ ସବୁ ମ୍ୟାନେଜ କରି କ୍ଲାସ କରି ସିଷ୍ଟମେଟିକାଲି, ମାନେ ଯାହାଙ୍କର ଟାଇମ ଟେବୁଲ କିଛି ଠିକ ନାହିଁ, 2 ରାତି 3 ରାତି ତାଙ୍କୁ ମାନେ ଦେଖିବାକୁ ମିଳିବନି, ଶୋଇବେନି, ବୁଲିବାକୁ ପଡେ, କୋଉଠୁ ଚୋର ଧରିବେ କଣ କରିବେ, ସ୍ପେଶାଲ ସ୍କ୍ୱାଡ। ତଥାପି ସେ ମ୍ୟାନେଜ କରିକି ସବୁ ଜିନିଷ କରିଥିଲେ। ତେଣୁ ବିଶେଷ ଧନ୍ୟବାଦ ପ୍ରକାଶ ବାବୁଙ୍କୁ। ବୁଝିଲେ ତ, ସେଇ ଦିନଠୁ ଯେବେଠୁ ଆମେ ଦେଖା ହେଲେ ମହାରାଜ ଆମ ମଠରେ, ସେବେଠୁ ମହାରାଜଙ୍କ ପଛ ପଛେ ଆମେ ଅଛୁ, ଏପର୍ଯ୍ୟନ୍ତ ବି ଚାଲିଛି ଆମର। ତେଣୁ ଯେହେତୁ ମହାରାଜ ଆମକୁ ଏତେ ଗାଇଡାନ୍ସ ଦେଇ ଆଗକୁ ବଢେଇ ଚାଲିଛନ୍ତି, ତେଣୁ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି, ତାଙ୍କ ଶରୀରକୁ ସୁସ୍ଥ ରଖିଥାନ୍ତୁ, ଏମିତି ଆମ ଉପରେ କୃପା କରିଥାନ୍ତୁ, ଆମେ ଆଗକୁ ବଢି ଚାଲିବୁ। ତାପରେ ଆମ ରମଣୀ ମୋହନ ପ୍ରଭୁ ତ ଯୋଉ କ୍ଲାସ ସବୁ କରନ୍ତି, ଆମକୁ ଡର ଲାଗେ ଆକ୍ଚୁଆଲି କ୍ଲାସ କରିବାକୁ। କେତେବେଳେ କଣ କୋଶ୍ଚିନ୍ ପଚାରିଦେ, କଣ କରିଦେ, ଏଇଟା ହିଁ ଭୟ ଥାଏ ମନରେ ବୁଝିଲେ। ତେଣୁ 3:30 ନାଇଟରେ ଆସିଲା ବେଳକୁ ମୋର 2ଟା 3ଟା ରାତି ହେଇଯାଏ, କେତେବେଳେ ସକାଳେ ହେଇଯାଏ। କିନ୍ତୁ ରମଣୀ ମୋହନ ପ୍ରଭୁ କହିଥିବେ ଯେ
आज ये क्वेश्चन काली पचरा पढ़ी आसो मोर चिंता था कौन कह तो पढ़ी नी भल कि सब नोट पूरा माने ए टू जेड सब नोट कर भल पढ़ी पार ना क्लीयर कि बेले बेले लुचिवा ही पड़े बुझे तापरे आपण कथा कौन कह आप तो एत साहय कर आप बहुत समय देते आम तेणु आपको बहुत बहुत धन्यवाद सहित आम जो मैंने चैटिंग क्लास सब गुरुजन मैंने अच्छा बहुत आम शिक्षा पाऊँ आम आम जी शिक्षा पाऊँ से आमर जो सान पिला मैंने क्लास कर सी भी बहुत प्रेरणा एथु पाँच बुझे तो सब मत खुशी लगे आमर ये कल्याण माताजी आमर जो सरस्वती माताजी आम माताजी मत एत डिस्कसन हुए परीक्षा विषय आप कहले भावे माने मुझे मैरिड पूर्व से पाठ पढ़ी था ये परिश्रम करते निश्चय गोटे चाकरी बाकरी कर बसता बुझे तो मैंने चैंटिंग क्लास सरला मैंने सरस्वती माताजी कल्याण माताजी आम माताजी मैंने मिनिमम 3-4 घंटा डिस्कसन खाली चलो बुझे तो आ सी घर कम धंदा कौन कर सब ये मातती सन्ध्या बेले सेमती रात 11-12 शुणी मुझे तो पठेदी आप भिडटा कर बुझे तेणु एम सब सब प्रिपेयर सब चले बहुत व्यस्तता भितर से बहुत भी समय दिखती बुझे प्रभु तापर आ कौन कहबी आमर सुदेवी दासी माताजी सी भी बहुत मत बहुत भल लगे कारण सब हसी हसी बहुत कथा कहती तापर आमर ये आमर श्रीमती माताजी भी सेमती बहुत बहुत बढ़िया बढ़िया भजन नुआ नुआ भजन सब बोलती बहुत भी शिक्षा किसी आमको मिलूँ शिक्षा मिलूँ यहीपर सब आम सब चलती सब आ कौन कह प्रभु किसी आपारनी तेणु ये कही मोर विराम दौची हरे कृष्ण ठीक है समस्त धन्यवाद हरे कृष्ण अंशा कल्पतरु